ଆଗରୁ ଅଳ୍ପ ଅଳ୍ପ ହେଉଥିଲା, ଆଜିଠୁ ଟିକେ ବହୁତ କୁହୁଡ଼ି ହେଉଛି। ବର୍ତ୍ତମାନ 7ଟା ହେଲାଣି, ସୂର୍ଯ୍ୟର ଦେଖା ନାହିଁ, ବହୁତ କୁହୁଡ଼ି ହେଉଛି। କୁହୁଡ଼ି ଯୋଗୁଁ ସାର୍ ବହୁତ କୁହୁଡ଼ି, ଗାଡ଼ି ଯିବା ଆସିବା ପାଇଁ ଅସୁବିଧା ହେଉଛି। ଆଉ ମର୍ଣ୍ଣିଂ ୱାକ୍ ଲୋକ ଯିବା ପାଇଁ ଭୟ କରୁଛନ୍ତି। ଲମ୍ବଦାଉଡ଼ ତ ବହୁତ କୁହୁଡ଼ି ହେଉଛି। ଲୋକ ବାହାର ଲୋକ ଆସୁଛନ୍ତି, ଯିବା ଆସିବା ପାଇଁ ଅସୁବିଧା ହେଉଛନ୍ତି। ରାସ୍ତା ତାଙ୍କେ ଏତେଟା ଜାଣିପାରୁନାହାନ୍ତି, କୁହୁଡ଼ି ବହୁତ ହେଉଛି, ଅନ୍ଧାର ଦିଶୁଛି ରାସ୍ତା। ବହଳି କୁହୁଡ଼ି ତ ଅନୁଭବ କରା ଭଲ ଲାଗୁଛି। ଗାଡ଼ି ଘୋଡ଼ାର ଅସୁବିଧା, ରାସ୍ତାଘାଟ ଦିଶୁନାହିଁ। ମୁଁ ବି ମର୍ଣ୍ଣିଂ ୱାକ୍ ଯାଉଥିଲି, ବାହାରେ କୁହୁଡ଼ି, ଆଉ ଦେଖିକରି ଯିବାକୁ ପଡ଼ୁଛି। ଗାଡ଼ି ସାଉଣ୍ଡ ଶୁଣିକିରି ଟିକେ ସାଇଡ଼୍ ହେବାକୁ ପଡ଼ୁଛି। ଆମ ଲଙ୍କାପୁଟୁ କୋରାପୁଟର ଏକ ପର୍ଯ୍ୟଟନ ସ୍ଥଳୀ। ଏଠି ବହୁତ ପର୍ଯ୍ୟଟକମାନେ ଆସନ୍ତି ବୁଲିବା ପାଇଁ। ଏବେ ନୂତନ ଆମର ଯେଉଁ କୁହୁଡ଼ି ଆସିଛି, ଆଗମନ ହେଇଛି, ବହୁତ ଆନନ୍ଦିତ ଲାଗୁଛି। ତଥାପି ଏ କୁହୁଡ଼ିରେ ମର୍ଣ୍ଣିଂ ୱାକ୍ ଯିବା ପାଇଁ ବି ଭୟ ଲାଗୁଛି। କାହିଁକିନା ଏଇ ପର୍ଯ୍ୟଟକମାନେ ସବୁ ଆସନ୍ତି ବହୁତ ସକାଳୁ ସକାଳୁ। କିନ୍ତୁ ଗାଡ଼ି ଯେଉଁ ଚାଲୁଛି, ସାମ୍ନା ଗାଡ଼ି ଯେଉଁ ଲାଇଟ୍ ଦେଇକି ଆସୁଛି କି ପଛେ ଯିବା ଆସିବା କରୁଛି, ବହୁତ ଦୂରରୁ ବି ଦେଖାଯାଉନାହିଁ। କିନ୍ତୁ ଏଠି ଦୁର୍ଘଟଣା ହେବାର ବି ବହୁତ ସମ୍ଭାବନା ଅଛି। ନାଇଁ, ଏବେ ତ ବହୁତ ନୂଆ ନୂଆ କୁହୁଡ଼ି ମଜା ଲାଗୁଛି। ତଥାପି ଭୟ ବି ଲାଗୁଛି ଆକ୍ସିଡେଣ୍ଟ ପାଇଁ। ଆମେ ବି ସାଇଡ଼୍ରେ ଯିବା ଆସିବା କରୁଛୁ। ଏଠି ଲଙ୍କାପୁଟ ପର୍ଯ୍ୟଟନ ସ୍ଥଳୀ ଯୋଗୁଁ ଏଠି ବହୁତ ପର୍ଯ୍ୟଟକମାନେ ଆସୁଛନ୍ତି ଏବଂ ବହୁତ ମଜା ବି ଲାଗୁଛି। ନୂତନ କୁହୁଡ଼ି ଦେଖି ବହୁତ ମଜା ଲାଗୁଛି। ଏ ଜାଗା ତ ବହୁତ ଶୀତ ବହୁତ ଅନୁଭୂତ ହୁଏ। କିନ୍ତୁ ଏ ଯେଉଁ ପ୍ରଥମ କୁହୁଡ଼ି ଆସିଛି, ବହୁତ ବି ଶୀତ ଲାଗୁଛି। ଆଉ ଏ ବର୍ଷ ବି ଭଲ ଶୀତ ହେଲା ଭଳିଆ ଲାଗୁଛି। କାହିଁକି, ତଥାପି ଆମେ ଟିକେ ସକାଳୁ ଏକ୍ସରସାଇଜ୍ କରିବା ପାଇଁ, ବ୍ୟାୟାମ କରିବା ପାଇଁ ରୋଡ଼ରେ ଯିବା ଆସିବା କରୁଛୁ ଏବଂ ସତର୍କତା ଅବଲମ୍ବନ କରୁଛୁ। କିନ୍ତୁ ନୂତନ କୁହୁଡ଼ିଟା ବହୁତ ଆନନ୍ଦିତ ଲାଗୁଛି।